ଦେଖନ୍ତୁ ଭାଇମାନେ, ଏ ମାଉସୀ ଜଣକ ବୟସ ମୁଁ ଭାବୁଛି 70 ପାଖାପାଖି ହେଇଯିବଣି, କିନ୍ତୁ ସେ ଆଜି ବି ବିଲରେ ସାର ପକାଉଛନ୍ତି। ମାନେ ପରିଣତ ବୟସ ହେଇଗଲେଣି। ଯେଉଁ ବୟସରେ ସେ ରେଷ୍ଟ କରିବା କଥା, ବସିକିରି ଖାଇବା କଥା, ସେ ଆଜି ଘାସ ବାଛୁଛନ୍ତି, ସାର ବି ପକାଉଛନ୍ତି। ବାଟରେ ଯାଉଥିଲି, ମାଉସୀଙ୍କ ମୋ ନଜରଟା ପଡ଼ିଗଲା। ସେଥିପାଇଁ ଲୋକମାନଙ୍କୁ ସଚେତନ କରିବା ପାଇଁ ମାଉସୀ ଜଣକ କେତେ ପରିଶ୍ରମ କରୁଛନ୍ତି, କିନ୍ତୁ ଭାଇମାନେ ଆଜି ମଦ ପିଇକିରି ବୁଲିକିରି ଜୀବନ ବର୍ବାଦ କରୁଛନ୍ତି। ଦେଖନ୍ତୁ, ଚାଲି ବି ପାରୁନାହାନ୍ତି, କିନ୍ତୁ ସାର କେମିତି ପକାଉଛନ୍ତି ଦେଖନ୍ତୁ। ମାଉସୀ ଜଣକ ଚାଲି ପାରୁନାହାନ୍ତି ଠିକ୍ ଠାକ୍, ସାର ଦେଖନ୍ତୁ କେମିତି ପକାଉଛନ୍ତି। କୁଣ୍ଡ ଉଠେଇ ପାରୁନାହାନ୍ତି, କିନ୍ତୁ ସେ ସାର ପକାଉଛନ୍ତି। ତା ଭିତରେ କେଉଁଠି ଗୋଟେ ଘାସଟେ ଦେଖିଲେ ବି ସେ ଘାସଟାକୁ ବି ସେ ବାଛି ଦେଉଛନ୍ତି। ଦେଖନ୍ତୁ।